ଖୁଦୁରୁକୁଣି ଓଷାରେ ଅନୁଷ୍ଠିତ ହେଲା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ଗ୍ରାମ ପଞ୍ଚାୟତର ମୁଦ୍ରାବେଡ଼ାରେ ଅନୁଷ୍ଠିତ ହୋଇଯାଇଛି ଐତିହାସିକ ବୋଇତ ବନ୍ଦାଣ ଉତ୍ସବ। ଉତ୍କଳୀୟ ପ୍ରଥାର ପୂର୍ବ ପରମ୍ପରା ଅନୁସାରେ ସାରା ରାଜ୍ୟରେ ଖୁବ୍ ଧୁମଧାମରେ ପାଳିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ। ସାଧବ ପୁଅମାନେ ବାଣିଜ୍ୟ କରିବା ପାଇଁ ବୋଇତ ବାହି ସାତ ଦରିଆ ପାର ହୋଇ ଯାଇଥିଲେ ବିଦେଶରୁ ଅନେକ କିଛି ଧନ ଦୌଲତ ଆଣି ନିଜ ମାଟିକୁ ଫେରି ଆସିଥାନ୍ତି। ସେହି ଅଭୁଲା ଐତିହାସିକର ଏକ ପରମ୍ପରାକୁ ବୋଇତ ବନ୍ଦାଣ ଉତ୍ସବ ମାଧ୍ୟମରେ ମନେ ପକାଇ ଦିଆଯାଇଥାଏ। ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଏକ ଐତିହାସିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ଖୁଦୁରୁକୁଣି ଓଷାରେ ଏହା ପାଳନ କରାଯାଇଥାଏ। ସାଧବ ପୁଅମାନେ ବେପାର ବାଣିଜ୍ୟ କରି ବୋଇତ ବାହି ନିଜ ମାଟିକୁ ଫେରି ଆସିବା ସମୟରେ ସାଧବ ବୋହୂମାନେ ଫୁଲ ଚନ୍ଦନ ଦେଇ ସାଧବ ପୁଅମାନଙ୍କୁ ବନ୍ଦାଣ କରି ପାଛୋଟି ଆସିଥାନ୍ତି। ସାଧବ ପୁଅମାନେ ବାଣିଜ୍ୟ ପାଇଁ ଯିବା ଏବଂ ବାଣିଜ୍ୟ ସାରି ଫେରିବା ଏକ ଖୁସିର ମୁହୂର୍ତ୍ତକୁ ଏବେ ପର୍ଯ୍ୟନ୍ତ ଉତ୍କଳ ମାଟିରେ ଜୀବନ୍ତ କରି ରଖିଛି। କଟକର ଐତିହାସିକ ବାଲିଯାତ୍ରା ହେଉ କି ଖୁଦୁରୁକୁଣି ଓଷା ହେଉ, ଏଥିରେ ସାଧବ ପୁଅମାନଙ୍କ ବାଣିଜ୍ୟର ଏକ ଛାପ ରହିଥାଏ, ଯାହାଫଳରେ ଗାଁ ଗହଳିରେ ହେଉଥିବା ଖୁଦୁରୁକୁଣି ଓଷାରେ ମହାସମାରୋହରେ ବୋଇତ ବନ୍ଦାଣ ଉତ୍ସବଟି ପାଳନ କରାଯାଇଥାଏ। ମୁଦ୍ରାବେଡ଼ା ଗ୍ରାମର କୁଆଁରୀ ଝିଅମାନଙ୍କ ଦ୍ୱାରା ଗ୍ରାମରେ ମହାସମାରୋହରେ ପାଳିତ ହୋଇଯାଇଛି ଖୁଦୁରୁକୁଣି ଓଷା। ବିଧିମତେ କୁଆଁରୀ ଝିଅମାନେ ଖୁଦୁରୁକୁଣିଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରିବା ପରେ ତପୋଇ ବହି ପାଠ କରିଥିଲେ। ତା ପରଦିନ ପୂଜାସ୍ଥଳୀରେ ବାଣ ଫୁଟାଇ ବାଜା ବଜାଇ ପୁରାତନ ପରମ୍ପରା ଭାଲୁ ନାଚ ଖୁବ୍ ଆକର୍ଷଣ ହୋଇଥିଲା। ଭାଲୁ ନାଚ ସମସ୍ତଙ୍କୁ ଖୁବ୍ କୌତୁକ ଦେଇଥିବା ବେଳେ ନାଚ ଦେଖିବା ପାଇଁ ଲୋକମାନଙ୍କୁ ଖୁବ୍ ଆଗ୍ରହ ଦେଖିବାକୁ ମିଳିଥିଲା। ପରେ ପରେ ଅନୁଷ୍ଠିତ ହୋଇଯାଇଥିଲା ଏକ ଐତିହାସିକ କାର୍ଯ୍ୟକ୍ରମ ବୋଇତ ବନ୍ଦାଣ ଉତ୍ସବ। ଶହ ଶହ ଲୋକଙ୍କ ଜନସମୁଦ୍ରରେ ନିକଟସ୍ଥ ଗ୍ରାମ ପୋଖରୀକୁ ଧାଡ଼ି ବାନ୍ଧି ଯାଇଥିଲେ। ପୋଖରୀ ମଧ୍ୟରେ ସୁସଜ୍ଜିତ ହୋଇ ରହିଥିଲା ଆକର୍ଷଣୀୟ ଐତିହାସିକ ବୋଇତ। ଖୁବ୍ ମହାସମାରୋହରେ ପାଳିତ ହୋଇଥିଲା ବୋଇତ ବନ୍ଦାଣ ଉତ୍ସବ। ବୋଇତ ବନ୍ଦାଣ ଉତ୍ସବ ଦେଖିବା ପାଇଁ ଆଖପାଖ ଗ୍ରାମର ଶହ ଶହ ଲୋକ ପୋଖରୀ ଚାରିପଟେ ଗହଳି ଲାଗି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମରେ ସାବିତ୍ରୀ ନାୟକ, ଗୌରୀ ନାୟକ, ସନ୍ଧ୍ୟାରାଣୀ ନାୟକ, ଉର୍ମିଳା ନାୟକ, ସୁକାନ୍ତି ନାୟକ, ପୂର୍ଣ୍ଣିମା ନାୟକ, ହେମଲତା ନାୟକ ଓ ଚମ୍ପା ନାୟକ ସହଯୋଗ କରିଥିଲେ। ସଞ୍ଜୟ କୁମାର ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।